ଫୁଙ୍ଗୁଳା ହାତ, ଖାଲି କପାଳ ଆଉ ଲୁହ ଟଳମଳ ଆଖି। କୋଳରେ ଦୁଇ କଅଁଳା ଛୁଆ। ସ୍ୱାମୀଙ୍କୁ ଝୁରି ଝୁରି ଜଡ଼ ପାଲଟି ଯାଇଛନ୍ତି ପତ୍ନୀ। ସେଦିନ ଥିଲା ସାବିତ୍ରୀ ବ୍ରତ। ବାପ ଘରେ ଥାଇ ସବୁ ସଜବାଜ କରିସାରିଥିଲେ ସ୍ତ୍ରୀ। ସ୍ୱାମୀ ଆସିଥିଲେ ପୂଜା ସାରି ପ୍ରଣାମ କରିଥାନ୍ତେ। ଅହିସୁଲକ୍ଷଣୀ ପାଇଁ ଆଶୀର୍ବାଦ ମାଗିଥାନ୍ତେ। ଆଉ ଅଳ୍ପ ରାସ୍ତା ବାକି ଥିଲା। କିଛି ସମୟ ଭିତରେ ସ୍ୱାମୀ ପହଞ୍ଚିଥାନ୍ତେ। ହେଲେ ରାସ୍ତାରେ ଆଉ ଗୋଟିଏ ମୋଟରସାଇକେଲ ସହ ନିଜ ମୋଟରସାଇକେଲ ମୁହାଁମୁହିଁ ଦୁର୍ଘଟଣା ଘଟିଲା। ଘଟଣାସ୍ଥଳରେ ହିଁ ସ୍ୱାମୀଙ୍କର ଜୀବନ ଚାଲିଗଲା। ସେତେବେଳେ ବିଶ୍ୱାସ କରିପାରୁନଥିଲେ ବି ସ୍ୱାମୀଙ୍କ ମୃତଦେହ ଦେଖିଲା ପରେ ସତେ ଯେମିତି ପାଦ ତଳୁ ମାଟି ଖସିଗଲା ଭଳି ଅନୁଭବ କରିଥିଲେ ସ୍ତ୍ରୀ। ଏ ହେଉଛି ଗତ 26 ତାରିଖରେ ଗଞ୍ଜାମ ଜିଲ୍ଲା ସୋରଡ଼ା ରାସ୍ତା ଗାଙ୍ଗପୁର ଥାନା ଅନ୍ତର୍ଗତ ସିଂହମର୍ଦ୍ଧନ ଗାଁର ବିରଞ୍ଚି ଭୂୟାଙ୍କ ଦୁର୍ଘଟଣାରେ ମୃତ୍ୟୁ ଉପରେ ତାଙ୍କ ପରିବାରର ଦୁଃଖ। ଆଜ୍ଞା, ମୋର ଦୁଇଟା ପୁଅ ଝିଅ ହେଇଛନ୍ତି। ଗୋଟାକୁ 5 ବର୍ଷ ହେଇଛି, ଗୋଟା 3 ବର୍ଷ ହେଇଛି। ଏମାନଙ୍କୁ ଧରି ମୁଁ କୁଆଡେ ଯିବି? ସିଏ ମୋର ସବୁ କିଛି, ମୋ ଭଗବାନ ମୋ ସାହାରା, ମୋର ସବୁ କିଛି ଥିଲେ। ଆଜ୍ଞା, ସେଦିନ ଅମାବାସ୍ୟା ଥିଲା। ମୁଁ ବହୁତ ସଜବାଜ ହଉଥିଲି ମନ୍ଦିର ଯିବା ପାଇଁ। ତାଙ୍କେ ମୁଁ ଆମ ଘରକୁ ଆଉଥିଲେ। ମୁଁ ସେଇଟା ଅମାବାସ୍ୟା କରୁଥିଲି ନା, ସେ ବହୁତ ଆସ୍ତେ ଆସିଥିଲେ। ମୁଁ ତାଙ୍କୁ ପ୍ରଣାମ କରିବି ବୋଲି ତାଙ୍କୁ ପ୍ରଣାମ କରିବି, ସେ ଆସ୍ତେ ଅଧା ବାଟରେ ହଜିଯିବେ ବୋଲି ସେ ନିଜେ ବି ଜାଣିନଥିଲେ। ବହୁତ ବହୁତ ମାନେ ସରଗର ଖୁସି ନେଇକି ସେ ଆମ ଘରକୁ ଯାଉଥିଲେ। ଆଉ ଏବେ କେମିତି ଚଳିବି? ଆଜ୍ଞା, ମୁଁ ସରକାରଙ୍କୁ ଅନୁରୋଧ କରୁଛି, ମୋ ପିଲାଙ୍କୁ କିଛି ବି ସାହାଯ୍ୟ କରନ୍ତି। ମୋ ବୁଦ୍ଧି ଅନ୍ଧାର ହେଇଯାଉଛି ଆଜ୍ଞା। Boarding completed. Nurture. Discover. Fly with pride. TSG Gurukul, the ultimate home for your child. ବିବାହର ମାତ୍ର 7 ବର୍ଷ ହୋଇଥିଲା। 5 ବର୍ଷ ଓ 3 ବର୍ଷର ଦୁଇଟି ପୁଅ ଝିଅ। ବ୍ରହ୍ମପୁରରେ ରହି ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲେ ବିରଞ୍ଚି। ଘଟଣା ଦିନ ସାବିତ୍ରୀ ପୂଜା ଥିବାରୁ ସ୍ତ୍ରୀ ବାପ ଘରକୁ ଯାଇଥିଲେ। ବ୍ରହ୍ମପୁରରୁ ଆସି ଶ୍ୱଶୁର ଘର ସୋରଡ଼ା ନିକଟସ୍ଥ ଗୁଡ଼ିପଲ୍ଲୀକୁ ବାଇକ୍ରେ ଯାଉଥିଲେ ବିରଞ୍ଚି। ଭଣଜା ବି ସାଥିରେ ଥିଲା। ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ମୋଟରସାଇକେଲ ସହ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା। ଭଣଜା ଗୁରୁତର ଆହତ ହୋଇଥିଲା। ହେଲେ ଘଟଣାସ୍ଥଳରେ ହିଁ ବିରଞ୍ଚିଙ୍କର ମୃତ୍ୟୁ ହୋଇଥିଲା। ଆମେ ଗାଧେଇ ଏଇଠୁ ବାହାରିଲୁ ଘରୁ, ଏଇଠୁ ଗଲୁ କ୍ଷେତ୍ରୀ ବରମରେ ସବୁ କିଣାକିଣି କଲୁ। ମାଇଁ ଘର ଗାଁକୁ ଯିବା ପାଇଁ ଗଲୁ। ସେଇଠି କୁଲାଇ ପହଞ୍ଚିଲା ବେଳକୁ ସେଇଠି ବର୍ଷା ହେଲା ସେଇଠି ବସିଲୁ। ଘଣ୍ଟାଟେ ରହିଲୁ ମାମୁଁ ଘର ଘରେ, ତାଙ୍କ ମାମୁଁ ଘର ଘରେ ରହିଲୁ। ସେଇଠି ବର୍ଷା ଛାଡ଼ିଲାରୁ ଗାଡ଼ିରେ ବାହାରିଲୁ। ଆମେ ଗଲୁ ଅଧା ବାଟରେ କୁଲାଙ୍ଗି ଆଗକୁ ଯାଇଛୁ ଆଗା ଟିକେ ବୋଲେ ରୋଡ ଖରାପ ଅଛି ୱାନ୍ ସାଇଡ୍ ବୋଲେ ତାଙ୍କେ ସିଆଡୁ ସ୍ପିଡ୍ ଆଉଥିଲେ, ଆମ ବାଟରେ ଆମେ ଯାଉଥିଲୁ। ତାପରେ ମାମୁଁ ଇଆଡୁ ଗୁରାଳି କରୁଥିଲେ, ବ୍ରେକ୍ ମାରୁ ହେଲେ ଆଣିକିରି ବାଡେଇ ଦେଲା। ତା ପଛରେ ଆଉ ଗୋଟେ ଗାଡି ଆସିଲା, ସେ ବାଡେଇ ଦେଲା। ସେ ମୋ ସାନ ଭାଇ ବିରଞ୍ଚି ଭୂୟାଁ। ସେ ତାଙ୍କ ପିଲାମାନଙ୍କୁ ଦେଖିବା ପାଇଁ ଯାଉଥିଲା। ଅମାବାସ୍ୟା ଦିନ ଗୁଡିପଲ୍ଲୀ ଯାଉଥିଲା। ଗଲାବେଳେ ବାଟରେ ଏମିତି ଅସୁବିଧା ହେଲା। ଆମେ ତ କିଏ ପାଖରେ ନଥିଲୁ, ବାହାରେ ଥିଲୁ ସବୁ। ଆଉ ଭାଇ ବି ବାହାରେ ରହିକି କାମ କରୁଥିଲା, ଗାଡି ଚଲାଉଥିଲା। ସେ ଦିନକ ପାଇଁ ଅମାବାସ୍ୟା ବୋଲି ଆସିଥିଲା ଗାଁକୁ। ଶ୍ୱଶୁର ଘରକୁ ଯାଉଥିଲା ପିଲାମାନଙ୍କୁ ଦେଖିବା ପାଇଁ। ବାଟରେ ଗଲାବେଳେ ଏମିତି ଦୁର୍ଘଟଣା ଘଟିଲା। ତାଙ୍କର ଛୋଟ ଛୋଟ ପିଲା, ପୁଅଟେ ଝିଅଟେ ତାର। ଆଉ ସେ ବି କାମ କରିକି ଆମେ ଚଳୁଛୁ, ଗରିବ ଲୋକ ଆମେ। ତାକୁ ସରକାରଙ୍କୁ ଅନୁରୋଧ କରୁଛି, ଟିକେ କ'ଣ ସାହାଯ୍ୟ କଲେ ଭାଇ ମୋ ପିଲାମାନେ ସବୁ ଉଦ୍ଧାର ହେବେ। ବାହାର 7 ବର୍ଷ ହବ, ପୁଅକୁ ହବ 5 ବର୍ଷ ଖଣ୍ଡେ, ଝିଅକୁ 3 ବର୍ଷ। ଘରର ଅବସ୍ଥା ବି ସ୍ୱଚ୍ଛଳ ନାହିଁ। ବେସାହାରା ଅବସ୍ଥାରେ 2 ଛୁଆଙ୍କୁ ଧରି କେମିତି ଚଳିବେ ସେ କଥା ଭାବି ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ। ଏବେ ସହାୟତା ହିଁ ଏକମାତ୍ର ଭରସା। ଏଭଳି ଅବସ୍ଥାରେ ରେଡ୍କ୍ରସ ସହାୟତା ପାଣ୍ଠିରୁ କିଛି ସହାୟତା ଯୋଗାଇ ଦେବାକୁ କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ। ଅନ୍ୟପକ୍ଷରେ ପିଲାଙ୍କ ଭବିଷ୍ୟତ ଏବେ ବଡ଼ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ତାଙ୍କ ପାଖରେ। ଶୁଣିଲି ଆଜ୍ଞା, ମୁଁ ତ ଗାଁରେ ଥିଲି। ସେ କ'ଣ ଯାଇଥିଲି ତା ଶ୍ୱଶୁର ଘରକୁ ଯାଇଛି ବୋଲି ଶୁଣିଥିଲି। ତାପରେ ମୁଁ ପ୍ରାୟ 10ଟା ଅଧେ ବେଳକୁ ଖବର ପାଇଗଲି
एमती तुम गाँव गोटे नाटीपड़ा मामू घर तुम से गाँव में शुणिली तुम गाँव किए गोटे जो आम गुड़ीपुली गाँव में बाहर तार एक्सीडेंट होगा मरीजा कथा कही ना एक्सीडेंट होगा मेडिकल नहीं गले अमावास्या दिन कि केते दूर सत कि मरला कि जीला मुझे गाँव से लास्ट रोज मंदिर पाखे अमावास्या दिन तो मुझे जनईनी कहीं हठात जब किसी जाइए मैंने से विचलित हो जाए कि सत्य मरी जाइए मुझे हृदयंगम कर पारे सांगे सांगे फोन आसला मरी जाइए आम निश्चित भाव में कहले जो अकाल वियोग होती आम रेड क्रॉस तरफ निश्चित भाव में सहायता करवा कथा एमिति तो अनेकों क्षेत्र में घटना और दुर्घटना घटी थाए तेबे एही परिवार दुख कहानी अति संवेदनशील होई पड़िथिबा बेले दुई छुआंक भविष्यत पाई सरकारी किंबा बेसरकारी स्तर में सहायता निहाती जरूरी होई पड़िछि। भंजनगर रत्नाकर साहू का रिपोर्ट के न्यूज ओडिशा।